ରାଉରକେଲା ଆନ୍ଦୋଳନ ବନ୍ଦ କଲେ। ଲେଖିଲ ଲେଖିଲ ନା नहीं और लगे तो देखो फास्ट की तो सही से महात्मा गांधी केबे जन्मग्रहण करथिले 1900 ना 1869 मसिहा अक्टोबर मास 2 तारिख दिन हला जन्मग्रहण करथिले तापर होची केबे बाहा ହେଇଥିଲେ 1882 मसिहा तापर होची केबे होची लंडन गले 1888 कोन ପାଇଁ ପାଠ ପଢବା କୋନ ପାଠ ପଢବା ପାଇଁ बारिश ବାରିଷ୍ଟର 1891 ଜୁନରେ ହଉଛି କିସ ଭାରତକୁ ଦେଲେ ପାଠ ପଢିଥାଏ ହେଲା 1892 କିସ ହେଲା ଦକ୍ଷିଣ ଆଫ୍ରିକା ଗଲେ କୋନ ପାଇଁ ଦେଶ ଗଠନ ପାଇଁ ହେଲା ତାପରେ ହଉଛି 1894 କିସ ଢାକା ଭାରତୀୟ କଂଗ୍ରେସ କମିଟି ଗଠନ କଲେ ହେଲା ଇଏ ହଉଛି ଦକ୍ଷିଣ ଆଫ୍ରିକା ଗଲେ ଆଉ ସେଇ ଦିନ ହଉଛି ବିବେକାନନ୍ଦ ହଉଛି ଆମେରିକା ଯାଇଥିଲେ ବୁଝିଲ 1892 ବିବେକାନନ୍ଦ କୁଆଡେ ଯାଇଥିଲେ ବିବେକାନନ୍ଦ ଶୁଣିଛ ନା ଆମେରିକା ଯାଇଥିଲେ ଭାଷଣ ଦେଇଥିଲେ ଚିକାଗୋ ସହରକୁ ହେଲା तो 1892 ମସିହାରେ ଦିଟା କାମ ହେଇଥିଲା ଦିଟା କାମ ଆମର ହଉଛି ଶ୍ରୀ ଅରବିନ୍ଦ ଶୁଣିଛ ଶ୍ରୀ ଅରବିନ୍ଦ ଶୁଣିନ ସେ ବି ଗୋଟେ ମାନେ ଆଧ୍ୟାତ୍ମିକ ପୁରୁଷ ହେଲା ସ୍ୱାଧୀନତା ସମୟରେ ସିଏ ହଉଛି ପାଠ ପଢିକି ଭାରତକୁ ଫେରିଲେ ହେଲା ପାଠ ପଢିକି ଭାରତକୁ ଫେରିଲେ ସେଦିନ ଆଉ ହଉଛି ଗାନ୍ଧୀଜୀ ହଉଛି କିସ ଦକ୍ଷିଣ ଆଫ୍ରିକା ଗଲେ ଆଉ ହଉଛି କିସ ହେଇଥିଲା ଆଉ ଜଣେ ହଉଛି କିଏ ବିବେକାନନ୍ଦ ସେ ବି ହଉଛି ଇଏକୁ ଗଲେ ଆମେରିକାକୁ ଗଲେ ଭାଷଣ ଦେବା ପାଇଁ ବୁଝିପାରିଲ ସେଗୁଡା ତ ଆମର ଜାଣିବା ଦରକାର ହେଇଥିଲା ତ 1894 କିସ ହେଲା ଢାକା ଭାରତୀୟ କଂଗ୍ରେସ କମିଟି କଣ ପାଇଁ ଗଠନ ହେଲା इंग्रज माने हଉଛି सॉरी इंग्रज नो से तांग माने हଉଛି କଳା ଲୋକମାନଙ୍କ ପ୍ରତି ଅତ୍ୟାଚାର କରୁଥିଲେ ସେଥିପାଇଁ ସେ ନାଟକ ଭାରତୀୟ କଂଗ୍ରେସ କମିଟି ଗଠନ କଲେ ତାପରେ 1906 ରେ ହଉଛି କି ତାଙ୍କୁ ଗିରଫ କରି କୋର୍ଟକୁ ନିଆଗଲା 1915 ରେ କିସ ହେଲା 1915 ରେ ହଉଛି ଭାରତକୁ ଫେରିଲେ କିଏ ମହାତ୍ମା ଗାନ୍ଧୀ ଜାନୁଆରୀ 9 ତାପରେ ହଉଛି ଭାରତକୁ ଫେରିକି ଆଶ୍ରମ ତିଆରି କଲେ ତାପରେ ଗୋଟେ ଆଶ୍ରମ ତିଆରି କରିକି ଗଲା 1917 ରେ ହଉଛି ବିହାର ଚକ୍ରାନ୍ତ ଆନ୍ଦୋଳନ ଯେହେତୁ କୁକୁସ୍ତା ରାସ୍ତା ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଆନ୍ଦୋଳନ କିସ କହିବ ଚମ୍ପାରଣ ଆନ୍ଦୋଳନ ଯଦି କହିବ ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଗଣ ଆନ୍ଦୋଳନ କିସ ହେଲା ଆଉ ଯଦି କହିବ ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଜାତୀୟ ଆନ୍ଦୋଳନ କିସ ରାହୁଲ ବିରୋଧୀ ଆନ୍ଦୋଳନ କିନ୍ତୁ ପ୍ରଥମ ଆନ୍ଦୋଳନ କିସ ଥିଲା ଚମ୍ପାରଣ କେବେ ହେଇଥିଲା କଣ ପାଇଁ ହେଇଥିଲା ଧିର ଚାଷ ପାଇଁ ହେଲା 1918 କିସ ହେଲା ଖେଡା ଆନ୍ଦୋଳନ ତାପରେ 1918 କିସ ହେଲା 1918 ହଉଛି ନୂଆ କଳକାରଖାନା ଆନ୍ଦୋଳନ ତାପରେ 1919 ରେ କିସ ହେଲା ରାହୁଲ ଗାନ୍ଧୀ ବିରୋଧୀ ଆନ୍ଦୋଳନ ରାହୁଲ ଗାନ୍ଧୀ କିସ ଜାଣିଲ ରାହୁଲ ଗାନ୍ଧୀ କିସ ବିନା ବିଚାରରେ ହଉଛି ଗିରଫ କରିକି ହଉଛି ଜେଲ ଦଣ୍ଡ ଦିଆଯିବ ସେଟା ହଉଛି ରାହୁଲ ଗାନ୍ଧୀ ଥିଲା ହେଲା ତାପରେ 1919 ମାର୍ଚ୍ଚ 18 ରେ ରାହୁଲ ଗାନ୍ଧୀ ଗୃହୀତ ହେଲା କେବେ ଗୃହୀତ ହେଲା 1919 ତାପରେ ହଉଛି 1919 ଏପ୍ରିଲ 6 କିସ ହେଲା ଦେଶବ୍ୟାପୀ ଉତ୍ସାହ ସରକାର କଣ ପାଇଁ ସରକାର ହେଲା ରାହୁଲ ଗାନ୍ଧୀ ବିରୋଧରେ ହରତାଳ ହେଲା ତାପରେ ହଉଛି 1919 ଏପ୍ରିଲ 9 ଗାନ୍ଧୀଜୀଙ୍କୁ ହଉଛି ଗିରଫ କରି ଛାଡି ଦିଆଗଲା ତାପରେ ହଉଛି 1910 ସରି 1919 ଏପ୍ରିଲ 10 ତାରିଖ ଡକ୍ଟର ସୈଫୁଦ୍ଦିନ କିଚଲୁ ଆଉ ଡକ୍ଟର ସତ୍ୟକାନ୍ତଙ୍କୁ କିସ କରାଗଲା ଗିରଫ କରାଗଲା ତାପରେ 1919 ଏପ୍ରିଲ 13 କିସ କରାଗଲା ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ତାପରେ 1919 ଏପ୍ରିଲ 13 ଦିନ ଗାନ୍ଧୀଜୀ କହିଲେ ଆଉ ଆଧାର ଫାଟଣା ଆମର କିଛି ଦରକାର ନାହିଁ ହେଲା ପ୍ରଥମ ମଣିଷ ବଞ୍ଚିବା ହେଉଛି କିସ ଆଟଲିଷ୍ଟ ଆମେ ତ ବଞ୍ଚିଛେ ନା ଯଦି ଆମେ ଯଦି ଆନ୍ଦୋଳନ କରିବା କିସ ମରିଯାଉଛେ ଲୋକମାନେ ହଉଛି ଅହିଂସା ଉପାୟରେ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ନୁହନ୍ତି ତେଣୁ ହଉଛି 1919 ଏପ୍ରିଲ 18 ତାରିଖ ଦିନ ହଉଛି ଆନ୍ଦୋଳନକୁ ବନ୍ଦ କରି ଦିଆଗଲା ବୁଝିଲା ତ ପ୍ରଥମ ବିଷୟରେ ଥିଲା ହଉଛି ଏତିକି ମସିହା ସବୁ ମସିହା କଭର ହେଇଛି ବୁଝିଲା ସବୁ ମସିହା କଭର ହେଇଛି ଆଜି 1908 ହୁଏ 1913 ହେଲା ସେଟା ଲେଖିଲି ହଉ ତାପରେ ଦେଖ ସେକେଣ୍ଡ ବିଷୟରେ ମନେ ରଖୁ ହେଲା ଏମିତି ଗପ କରି ମନେ ରଖୁ ସେକେଣ୍ଡ ବିଷୟ ତାପରେ ହଉଛି 1919 ସରିଲା ତାପରେ ହଉଛି ସେକେଣ୍ଡ ବିଷୟ ଟୁଏଲ୍ଥ ବିଷୟ 1920 ରୁ ଷ୍ଟାର୍ଟ ହବ ଟୁଏଲ୍ଥ ବିଷୟ ନା କୋଉଠୁ ଷ୍ଟାର୍ଟ ହବ ସେଇ 1920 1920 ବିଷୟ ଜାଣିଛ ସେକେଣ୍ଡ ବିଷୟ ହେଉଛି ଭାରତର ଅସହଯୋଗ ଆନ୍ଦୋଳନ ମାନେ ହଉଛି ଇଂରେଜ ସରକାରଙ୍କୁ ହଉଛି ଅସହଯୋଗ କରିବା ସେ ବିଷୟ କେବେ ଆରମ୍ଭ ହେଲା 1920 ଅସହଯୋଗ ଆନ୍ଦୋଳନ ହେଲା 1920 ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା ହେଲା ତ ହଉଛି ଅସହଯୋଗ ଆନ୍ଦୋଳନ କଣ ପାଇଁ ଆରମ୍ଭ ହେଲା ଏଇ ହଉଛି
তুর্কি সাম্রাজ্যকে বিভাজিত করে দিয়া গলা বলে ହେଲା ତ ସେଇ 1919 କଥା ହେଲା ଇଏ ସବୁ 1919 ନଭେମ୍ବର 1919 ନଭେମ୍ବର କିସ ହେଇଥିଲା କଣ ଗାନ୍ଧୀଜୀ ନିଖିଳ ଭାରତ ଖିଲାଫତ ସମ୍ମିଳନୀରେ ସଭାପତି ହେଲେ ଗାନ୍ଧୀଜୀ ନିଖିଳ ଭାରତ ଖିଲାଫତ କମିଟିର ସଭାପତି ଖିଲାଫତ କମିଟିର ସଭାପତି ହେଲେ ନିଖିଳ ଭାରତ ଖିଲାଫତ କମିଟି ମାନେ କିସ ଦେଖ ସରିଲା ପ୍ରଥମ ବିଷୟ ସେକେଣ୍ଡ ବିଷୟ ହଉଛି କିସ ଅସହଯୋଗ ଆନ୍ଦୋଳନ ଅସହଯୋଗ ଆନ୍ଦୋଳନ ହେବାର କାରଣ କିସ ଥିଲା ପ୍ରଥମ ବିଷୟ କି ଦ୍ୱିତୀୟ ବିଷୟ କି? ଦ୍ୱିତୀୟ ବିଷୟ କଥା ହେଲା ସେକେଣ୍ଡ ବିଷୟ ଥିଲା ହଉଛି ଅସହଯୋଗ ଆନ୍ଦୋଳନ ଅସହଯୋଗ ଆନ୍ଦୋଳନ କାରଣ କଣ ହଉଛି ଯୁଦ୍ଧ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହଉଛି ଭାରତୀୟ ମାନେ ମିତ୍ର ଶକ୍ତିକୁ ସାହାଯ୍ୟ କରିଥିଲେ ହେଲା ତ ହଉଛି ଭାରତର ମୁସଲମାନ ଦେଶ ହଉଛି ତୁର୍କୀ ଗୋଟେ ଥିଲା ମୁସଲମାନ ଦେଶ ତ ଯୁଦ୍ଧ ପରେ ହଉଛି ତୁର୍କୀ ହଉଛି କି ଖଣ୍ଡ ବିଖଣ୍ଡିତ ହେଇଗଲା ହେଲା ତ ଭାରତର ମୁସଲମାନ ମାନେ ରାଗିଗଲେ ଭାରତର ମୁସଲମାନ ମାନେ ଯେତେବେଳେ ରାଗିଗଲେ କିସ ହେଲା ସେମାନେ କହିଲେ ହଉଛି ଆମର ତୁର୍କ ସମାଜ ଆମର ମୁସଲମାନ ଦେଶକୁ ଖଣ୍ଡ ବିଖଣ୍ଡିତ କରାହଉଛି ମାନେ ଏଇଟା ହଉଛି ଆମର ହିନ୍ଦୁ ନା ସରି ମୁସଲମାନଙ୍କ ପାଇଁ ଅପମାନ ତ ସେମାନେ ହଉଛି ଆନ୍ଦୋଳନ କଲେ କି ଆନ୍ଦୋଳନ କଲେ ଖିଲାଫତ କମିଟି ଗୋଟେ ଗଠନ କଲେ ମୋହମ୍ମଦ ଅଲି ଶୌକତ ଅଲି ହେଲା ସେମାନେ ଷ୍ଟାର୍ଟ କଲେ ତ ହଉଛି ଆନ୍ଦୋଳନ ଗଠନ ଷ୍ଟାର୍ଟ କଲେ ହେଲା ତ ହଉଛି ଗାନ୍ଧୀଜୀ ହଉଛି କିସ ଭାରତର ନେତା କିଏ ଥିଲେ ଗାନ୍ଧୀଜୀ ହେଲା ତ ଗାନ୍ଧୀଜୀ ମଧ୍ୟ ସେଇ ଆନ୍ଦୋଳନକୁ ସମର୍ଥନ କଲେ କେବେ 1919 ନଭେମ୍ବର ସମର୍ଥନ କଲେ ତାପରେ ହଉଛି ତାଙ୍କୁ ହଉଛି ସେଇ ଖିଲାଫତ କମିଟିର ସଭାପତି ବନେଇ ଦିଆଗଲା କଣ ପାଇଁ ସମର୍ଥନ କଲେ ଗାନ୍ଧୀଜୀ କାରଣ ଥିଲା ହଉଛି ଗାନ୍ଧୀଜୀ ହଉଛି ଜାଣିଲେ ଯେ ଏଇଟା ହଉଛି ଭାରତର ମୁସଲମାନ ମାନେ ଆଉ ହଉଛି କିସ ହିନ୍ଦୁ ମାନଙ୍କୁ ଆଗରୁ ହଉଛି ଜାଲି ମାନଙ୍କ ବାଲା ହତ୍ୟାକାଣ୍ଡରେ ହଉଛି ତାଙ୍କର ରକ୍ତ ଗରମ ହେଇକି ଥିଲା ଏଇନା ହଉଛି ମୁସଲମାନ ମାନଙ୍କର ରକ୍ତ ବି ଗରମ ହେଇଛି ଯଦି ଏଇନା ମିଶିକି ହଉଛି ଲଢବା ଇଂରେଜ ସରକାରଙ୍କ ବିରୋଧରେ ତାହେଲେ ହଉଛି ତାକୁ ହଉଛି ଏ ଦେଶରୁ ତୋଡି ପାରିବ ହେଲା ତ ହଉଛି ଗାନ୍ଧୀଜୀ ହଉଛି ତାକୁ ସମର୍ଥନ କଲେ ଖିଲାଫତ ଆନ୍ଦୋଳନକୁ ତ ଖିଲାଫତ ଆନ୍ଦୋଳନକୁ ସମର୍ଥନ କଲା ବେଳକୁ କିସ ହେଲା ତାଙ୍କୁ ସଭାପତି ବନେଇଦେଲେ ହେଲା ତ ସଭାପତି ବନେଇଲେ ତାପରେ ହଉଛି 1920 ଜୁନ 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 କେତେ ସଭାପତି ହେଲେ ତାପରେ ହଉଛି ସଭାପତି ହେଲା ପରେ ଆମର ହଉଛି ଆନ୍ଦୋଳନ ଆରମ୍ଭ ପାଇଁ କିସ ବୈଠକ ଗୋଟେ କରାଗଲା ନିହାତି ବଡ ଧରনের ଆନ୍ଦୋଳନ ହବ ମାନେ ଗାନ୍ଧୀଜୀ ସାମିଲ ହେବେ ହେଲା ତ ଗୋଟେ ବୈଠକ କରାଗଲା କୋଉଠି 1919 ଜୁନରେ ଗୋଟେ ମିଟିଂ ବସଲା କୋଉଠି ଆମର ହଉଛି ଅହମ୍ମଦାବାଦରେ ମିଟିଂ ବସିଲା ଅହମ୍ମଦାବାଦରେ ମିଟିଂ ଏମପି ତ ଓଡିଆ ବହିରେ ଦିଆଯାଇଛି ବୈଠକ ଆମର ଯୋଉଟା ପଢବା ପାଇଁ ସୁବିଧା ହବ ସେଇଟା ଦେଖ ନା ବୁଝିଲା ଅହମ୍ମଦାବାଦରେ କିସ ଘଟିଲା ବସିଲା ମିଟିଂ ବସିଲା ସରି ଆଲ୍ଲାହାବାଦ ହେଲା ଅହମ୍ମଦାବାଦ ନାହିଁ ଆଲ୍ଲାହାବାଦ ମାନେ ହଉଛି ଏଇ ଖିଲାଫତ ବିଷୟରେ ହେଲା କେମିତି ଗୋଟେ ଆନ୍ଦୋଳନ କରିବା ସେଇ ବିଷୟରେ ମିଟିଂ କଲା ଆଉ ଆଲ୍ଲାହାବାଦ ଆଲ୍ଲାହାବାଦ ଠାରେ ମିଟିଂ ବା ବୈଠକ ହେଲା ବସିଲା ବୁଝିଲ ତ ଗାନ୍ଧୀଜୀ ସେଇ ବୈଠକରେ କିସ କହିଲେ ଗାନ୍ଧୀଜୀ ଏଇ ବୈଠକରେ କହିଲେ ହଉଛି ଯିଏ ହଉଛି ଧରାଯାଉ ଆଜି ହଉଛି ମନେ ରଖିପାରୁନ ବାର ଭିଡ଼ିଓ ଦେଖବା ତ ହଉଛି ଗାନ୍ଧୀଜୀ ଏଇ ମିଟିଂରେ କହିଲେ ହଉଛି କିସ ଆମେ ହଉଛି ଇଂରେଜ ସରକାରଙ୍କୁ ହଉଛି ଅସହଯୋଗ କରିବା ତାଙ୍କର ସହ ସମ୍ପର୍କ ଛିନ୍ନ କରୁ ଠିକ ଅଛି ତାପରେ ହଉଛି ହେଲା ତାପରେ ହଉଛି ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା କେବେ କହନା 1920 ଅଗଷ୍ଟ 1 ଜୁଲାଇ ଜୁନ ଜୁଲାଇ ଅଗଷ୍ଟ ହେଲା 1920 ଅଗଷ୍ଟ 1 ବୁଝିଲ 1920 ଅଗଷ୍ଟ 1 ହେଲା 1920 ଅଗଷ୍ଟ 1 ରେ କିସ ଗଲା 1920 ଅଗଷ୍ଟ 1 ରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା ଅସହଯୋଗ ଆନ୍ଦୋଳନ ଆରମ୍ଭ ବୁଝିଲ ଆଉ କିସ ହେଲା କଣ ଅସହଯୋଗ ଆନ୍ଦୋଳନ ଯେଦିନ ଆରମ୍ଭ ହେଇଥିଲା ସେଦିନ ମରିଥିଲେ କିଏ ବାଲ ଗଙ୍ଗାଧର ତିଲକ ହେଲା ବାଲ ଗଙ୍ଗାଧର ତିଲକଙ୍କ ଦେହାନ୍ତ ବାଲ ଗଙ୍ଗାଧର ତିଲକଙ୍କ ଦେହାନ୍ତ ଆମର ଇଏ ଚନ୍ଦନ ଆସିଲେ ନା ତିଲକଙ୍କ ଦେହାନ୍ତ ଆଜି ବଢିଆ କ୍ଲାସ ସେ ଆସିଲାନି ବୁଝି ହଉଛି ନା ନାଇଁ
ବୋରିଂ ଲାଗୁଛି? ବୋରିଂ ଲାଗୁଛି ରୋହିତ? ନାଇଁ ନାଇଁ କିଛି ଜାଣିନି। ତ ବସବା ଖାଲି ତୁମ ହିମ୍ମତ ଥିବା ଦରକାର ହେଲା। ପଢା ବାଲଗଙ୍ଗାଧର ତିଲକଙ୍କୁ ଦେଖାନ୍ତୁ। ତାପରେ କିସ ହେଲା ଦେଖବା। କ୍ୟାଶବ୍ୟାକ୍ ହେଇଛି ନାଇଁ? ବାଲଗଙ୍ଗାଧର ତିଲକ କିଏ? ଲାଲ ବାଲ ପାଲ ଶୁଣିଥିଲ? ଲାଲ ବୁଝି କେବେ ମଲେ? ବାଲ ସରି ବାଲ ଲାଲ ବାଲ ପାଲ ହେଲା। ଦୁଇ ଜଣ ଯାକ ମରିଛନ୍ତି ହେଲା। ସମସ୍ତେ ମରିଛନ୍ତି। ଲାଲ ବାଲ ପାଲ ତିନି ଜଣ ଏମାନଙ୍କୁ କୁହାଯାଉଥିଲା ଲାଲ ବାଲ ପାଲ। ଲାଲ ହଉଛି ଲାଲା ଲଜପତ ରାୟ ହେଲା। ଲାଲା ଲଜପତ ରାୟ କେବେ ମରିଥିଲେ? ଆମ ଆଇନ ମାନେ ଅଞ୍ଚଳରେ ହେଲା। ଛାତ୍ର ଉପରେ ଲାଲ ବାଲ ପାଲ ଲାଲ ବାଲ ପାଲ ହେଲା। ଲାଲ କେବେ ମରିଥିଲେ କହିପାରିବେ? କିନ୍ତୁ ଲାଲ ମରିଲେ ହଉଛି କି ସବ ଆମର ହଉଛି ଆଇନ ମାନ୍ୟ ଆନ୍ଦୋଳନ ବେଳେ। ଆଉ ଇଏ ମରିଲେ କେତେବେଳେ? ଇଏ ମରିଲେ ହଉଛି କେଉଁଠି? ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟିଂ ବେଳେ। ଆନ୍ଦୋଳନ ଷ୍ଟାର୍ଟିଂ ରେ ମରିଲେ ହେଲା। ଲାଲା ଲଜପତ ରାୟ ଦେଖିଦିଅ। ଲେଖିଦିଅ ଲାଲା ଲଜପତ ରାୟ। ଲାଲା ଲଜପତ ରାୟ। ଲଜପତ ରାୟ ହେଲା। ଇଏ ହଉଛି ବାଲ ଗଙ୍ଗାଧର ତିଲକ। ଇଏ ହଉଛି ବିପିନ ଚନ୍ଦ୍ର ପାଲ। ବିପିନ ଚନ୍ଦ୍ର ପାଲ ହେଲା। ତ ଲାଲା ଲଜପତ ରାୟ କେବେ ମରିଥିଲେ? ଆଇନ ଅମାନ୍ୟ ଆନ୍ଦୋଳନ। ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ମରିଥିଲେ। ଲାଲ ଲାଲ ତାପରେ ଆଇନ ଅମାନ୍ୟ ଲାଲ ଲାଲ ପାଲ ଲାଲ ବାଲ ପାଲ। ଲାଲ ବିପିନ ଚନ୍ଦ୍ର ବାଲ ଗଙ୍ଗାଧର ତିଲକ କେବେ ମରିଲେ? ଅସହଯୋଗ ଆନ୍ଦୋଳନ ଷ୍ଟାର୍ଟିଂ ରେ ମରିଲେ ହେଲା। ଆଉ ପାଲ କେବେ ମରିଥିଲେ ସେଇଟା ହଉଛି ତୁମେ ବୁଝିକି ପାରିବ ହେଲା। ବିପିନ ଚନ୍ଦ୍ର ପାଲ। ବିପିନ ଚନ୍ଦ୍ର ପାଲ। ବିପିନ ଚନ୍ଦ୍ର ପାଲ ଲାଷ୍ଟ ପାଲ ଅଛି ନା ସେଇପାଇଁ ହେଲା। ବୁଝିଲ? ପାଲ ବୁଝିଲା? ହଉଛି ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଇଗଲା ହେଲା। ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଇଗଲା। ତାପରେ କିସ ହେଲା ଦେଖ। ହଉଛି ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା କେବେ? ଅଗଷ୍ଟ 1 ତାରିଖ ଦିନ ହେଲା। ଆଇଲି ଆଇଲି ତାପରେ ହଉଛି 1920 ସେପ୍ଟେମ୍ବର କିସ ହେଲା। 1920 ସେପ୍ଟେମ୍ବର 4 ତାରିଖ ଦିନ କିସ ହେଲା। ଆମର ହଉଛି କୋଲକାତାରେ କୋଲକାତାରେ କୋଲକାତା କୋଲକାତା କୋଉଠି? ୱେଷ୍ଟ ବେଙ୍ଗଲ ନା ଓଡ଼ିଶାରେ? ସ୍ୱତନ୍ତ୍ର ଅଧିବେଶନ ଅଧିବେଶନ ସ୍ୱତନ୍ତ୍ର ମିଟିଂ ହେଲା। ସ୍ୱତନ୍ତ୍ର ଅଧିବେଶନ କଣ ପାଇଁ? ଆମର ଏଇ ବିଭାଗ ପାଇଁ ହେଲା। ମାନେ ଏଇ ଅସହଯୋଗ ଆନ୍ଦୋଳନ ବିଷୟରେ। ଅଧିବେଶନ ହେଲା। ଅଧିବେଶନ ହେଲା। ଏହି ଅଧିବେଶନରେ ଗାନ୍ଧୀଜୀଙ୍କର ଅସହଯୋଗ ପ୍ରସ୍ତାବ ଗୃହୀତ ହେଲା। ଏହି ଏହି ଅଧିବେଶନରେ ଅସହଯୋଗ ପ୍ରସ୍ତାବ ଗୃହୀତ ହେଲା। ଅସହଯୋଗ ପ୍ରସ୍ତାବ ଗୃହୀତ ହେଲା। ପାସ୍ ହେଇଗଲା। ଗୃହୀତ ହେଲା। ଆगे ସେପ୍ଟେମ୍ବର ଏଇଟା ହେଲା। ତାପରେ 1919 ଡିସେମ୍ବର ଗୋଟେ ହେଲା କାମ ହେଲା। ଆଉ 1919 ଡିସେମ୍ବର 1919 ଡିସେମ୍ବର 1919 ଡିସେମ୍ବରରେ ହଉଛି କି ସବ ପୁଣି ହଉଛି ଗୋଟେ ହଉଛି ନାଗପୁର ଅନୁଷ୍ଠିତ କଂଗ୍ରେସ କୋଡ଼ିଏ ସରି 1920 ଉପରେ 1919 କୋଡ଼ିଏ ଯାଏ ପହଞ୍ଚିଥିଲା 1920 ଡିସେମ୍ବରରେ ନାଗପୁର ଅଧିବେଶନ ନାଗପୁର ଅଧିବେଶନ ନାଗପୁରରେ ଅଧିବେଶନ ମିଟିଂ ହେଲା ବୁଝିଲା। କଂଗ୍ରେସର ବାର୍ଷିକ ନାଗପୁର ଅଧିବେଶନ କଂଗ୍ରେସ କଂଗ୍ରେସ
ବାର୍ଷିକ ଅଧିବେଶନ ହେଲା। ବାର୍ଷିକ ଅଧିବେଶନ ହେଲା ସବୁ ବର୍ଷ କଂଗ୍ରେସ ର ଗୋଟେ ମିଟିଂ ବସେ ବୁଝିଲା 1919 ରେ କୋଉଠି ବସିଥିଲା ନାଗପୁରରେ ବୁଝିଲା ତ ସେଇ ନାଗପୁରରେ କୁହାହେଲା ହଉଛି ଅସହଯୋଗ ଆନ୍ଦୋଳନକୁ କିସ କରାଯିବ ଚାଲୁ ରଖାଯିବ ହେଲା ବନ୍ଦ ହଉନି ଅସହଯୋଗ ଆନ୍ଦୋଳନ ଚାଲିଥାଉ ବୁଝିପାରିଲ ତାପରେ କିସ ହେଲା ଦେଖବା ଆଗେ ତାପରେ ହଉଛି 1921 1921 ରେ ବି ଗୋଟେ ମିଟିଂ ବସିଲା କଂଗ୍ରେସ ର ବାର୍ଷିକ ଅଧିବେଶନ ହବ ନା ନାହିଁ 1921 ଡିସେମ୍ବର ବୁଝିଲ ତ ଜଣା ପଡିଲା ହଉଛି ଆମର କଂଗ୍ରେସ ର ବାର୍ଷିକ ଅଧିବେଶନ କୋଉ ଋତୁରେ ପଡୁଛି ଶୀତ ଋତୁରେ ଅଧିକାଂଶ ସମୟରେ ପଡୁଛି ହେଲା 1919 ରେ ବି ନା 1920 ରେ ବି କିସ ଆମର କଂଗ୍ରେସ ରେ ବାର୍ଷିକ ଅଧିବେଶନ ବର୍ଷକୁ ଥରେ କି ଦୁଇଥର କଂଗ୍ରେସ ର ବାର୍ଷିକ ଅଧିବେଶନ ହୁଏ ମାନେ ବାର୍ଷିକ ମିଟିଂ କଂଗ୍ରେସ ର ଯେତେ ଜଣ ନେତା ଥିବେ ସମସ୍ତେ ଆସିବେ ସେଇ ମିଟିଂ କୁ ହେଲା ଡିସ୍କସନ ହବ ତ 1919 ନା 1921 ଡିସେମ୍ବରରେ କୋଉଠି ହେଲା ଆମର ହଉଛି ଅହମ୍ମଦାବାଦ ଅହମ୍ମଦାବାଦ ଠାରେ ଅହମ୍ମଦାବାଦ ଠାରେ କଂଗ୍ରେସ ର ବାର୍ଷିକ ଅଧିବେଶନ କଂଗ୍ରେସ ର ବାର୍ଷିକ ଅଧିବେଶନ ବାର୍ଷିକ ଅଧିବେଶନ ଏଠି ଯଦି ମନ ଦେଖো ନା ଭୁଲି ପାରବ ହେଲା ତୁ ପଢବା ଦରକାର 1921 ଡିସେମ୍ବର ରେ କିସ କଂଗ୍ରେସ ର ବାର୍ଷିକ ଅଧିବେଶନ କୋଉଠି ଆମର ଅହମ୍ମଦାବାଦ ଠାରେ ହେଲା ତ ଏଠି ବି କୁହାଗଲା ହଉଛି ଅସହଯୋଗ ଆନ୍ଦୋଳନ ବନ୍ଦ ହଉନି ଯେମିତି ହେଲା ଚାଲିଥାଉ 1920 ରେ ବି ସେଇଟା କୁହାଗଲା 1921 ରେ ବି କୁହାଗଲା ହଉଛି ଅସହଯୋଗ ଆନ୍ଦୋଳନ କଣ୍ଟିନ୍ୟୁ କର ହେଲା ଇଂରେଜ ମାନେ ଡରି ଯାଉଛନ୍ ହେଲା ଆନ୍ଦୋଳନ କରିବା ପାଇଁ ମାନେ କରିବା ଦ୍ୱାରା ତ ସେ ଏଠି ବି କୁହାଗଲା ଗାନ୍ଧୀ କହିଲେ ହଉଛି ଚାଲିଥାଉ ଅସହଯୋଗ ଆନ୍ଦୋଳନ ବନ୍ଦ ହଉନି ଚାଲିଥାଉ ହେଲା ତାପରେ ହଉଛି 1922 ଡିସେମ୍ବର 1922 ଫେବୃଆରୀ 1 ଫେବୃଆରୀ 1 1922 ଫେବୃଆରୀ 1 ଗାନ୍ଧୀजी ହଉଛି ଇଂରେଜ ସରକାରଙ୍କୁ ହଉଛି ୱାର୍ନିଂ ଦେଲେ ବୁଝିଲେ ଗାନ୍ଧୀजी ହଉଛି କି ସବ ଚେତାବନୀ ୱାର୍ନିଂ ୱାର୍ନିଂ ମାନେ ବୁଝୁଛ ନା ୱାର୍ନିଂ ୱାର୍ନିଂ ଦେଲେ ଇଂରେଜ ମାନଙ୍କୁ ଇଂରେଜ ମାନଙ୍କୁ ଗାନ୍ଧୀजी ହେଲା ଗାନ୍ଧୀजी ଇଂରେଜ ମାନଙ୍କୁ ୱାର୍ନିଂ ଦେଲେ 1919 ନା ସରି 1922 ଫେବୃଆରୀ 1 କିସ ହେଲା ୱାର୍ନିଂ ଦେଲେ କିଏ ଗାନ୍ଧୀजी ଏଠି ଗାନ୍ଧୀଟା ପୁରେଇ ଦେବା ଗାନ୍ଧୀजी ୱାର୍ନିଂ ଦେଲେ ଇଂରେଜ ମାନଙ୍କୁ କିସ କହିଲେ 7 ଦିନ ଭିତରେ ବନ୍ଦୀ ମାନଙ୍କୁ ଛଡ଼ାଯାଉ ଯେତେ ଜଣ ବି ବନ୍ଦୀ ହେଇଛି ସେତେ ଜଣଙ୍କୁ ଛଡ଼ାଯାଉ ମାନଙ୍କୁ ଛାଡ଼ି ଦିଆଯାଉ ଛାଡ଼ି ଦିଆଯାଉ ହେଲା ତ ଜଣ ଜଣ କରି ତାପରେ କିସ କହିଥିବେ ବୁଝୁଛ ହେଲା ନହେଲେ ହଉଛି କିସ କହିଥିବେ ନିହାତି ନହେଲେ ହଉଛି ତୁମର ଜିନା ହାରାମ କରିଦେବ ହେଲା କିଏ କହିଥିଲା ଗାନ୍ଧୀଜି 1919 ନା ସରି 1922 ଫେବୃଆରୀ 1 ତାରିଖ ତାପରେ ହଉଛି 1922 କଥା 1922 ଫେବୃଆରୀ 5 ତାରିଖରେ ଗୋଟେ କାଣ୍ଡ ହେଲା ହେଲା ଫେବୃଆରୀ 5 କିସ ହେଲା କିଏ କହିପାରିବ पुलिस स्टेशन चौड़ा चौरी चौरा चौरी है 1922 फेब्रुआरी 5 किस होला पुलिस स्टेशन में निया लगे चौरा चौरी हत्याकांड चौरा चौरी हत्याकांड तो चौरा चौरी हत्याकांड किस रही किस चौरा चौरी हत्याकांड चौरा चौरी हत्याकांड होची बरहपुर उत्तर प्रदेश माने होची जो राज्य रे दिल्ली अछि है से उत्तर प्रदेश रो बरहपुर ଗୋଟେ ଅଞ୍ଚଳ ବରହମପୁର ଚୌରା ଚୋରି ଗୋଟେ ଅଞ୍ଚଳ ତ ସେଇ ଚୌରା ଚୋରି ଜାଗାରେ ହଉଛି ପୋଲିସ ଷ୍ଟେସନ ଜଣେଇଦେଲେ କୋଉମାନେ ଇଂରେଜ ମାନେ ଭାରତୀୟ ମାନେ ହେଲା ତ କେତେ ଜଣ ପୋଲିସ ମରିଲେ 22 ଜଣ ପୋଲିସ ମରିଲେ ବେଳେ କି ଗାନ୍ଧୀ ହଉଛି ଆନ୍ଦୋଳନ ବନ୍ଦ କରିଦେବେ ବୋଲି କେବେ ଗାନ୍ଧୀ କହିଲେ ହଉଛି ଆନ୍ଦୋଳନ ବନ୍ଦ ହବ ହେଲା 1922 ଫେବୃଆରୀ କେତେ ଜଣ ମରିଥିଲେ 22 ଜଣ ହେଲା 12 1922 ଫେବୃଆରୀ 12 ତାରିଖ ଦିନ 12 ତାରିଖ ଦିନ କିସ ହେଲା ଆମର ଅସହଯୋଗ ଆନ୍ଦୋଳନ ବନ୍ଦ ହେଲା ଅସହଯୋଗ ଆନ୍ଦୋଳନ ବନ୍ଦ କରାଗଲା ଆନ୍ଦୋଳନ ବନ୍ଦ କରାଗଲା କୋଉଠାରେ ବରଦୋଇଠାରେ ଇମ୍ପୋର୍ଟାଣ୍ଟ ହେଲା ବନ୍ଦ କରାଗଲା
বন্ধ করা হলো। বদলি থাকে। বদলি কোনটার বন্ধ না প্রচারে কোনটার বন্ধ না বদলি থাকে। বুঝলেন? মনে রইব না? মনে রইব না নাই? ହେଲା ତ ସେଟା ବନ୍ଦ ହେଇଗଲା ଅସୁଯୋଗ ଆନ୍ଦୋଳନ ହେଲା। ତ ଆରି ଅଛି ଦୁଇଟା ହଉଛି ଆରି ମସିହା ଛାଡି ଦେଇଛି ବୁଝିଲ। ଦୁଇଟା ମସିହା ଛାଡି ଦେଇଛି ଓଡିଶାର ମସିହା ଗୋଟେ ଲେଖା ହେଇନି ହେଲା। ତ ସେ ଓଡିଶାର ମସିହାଟା ସେଇଟା ହଉଛି କର୍ଣ୍ଣାଟକ ବୁଝିଲ। ତ ସିଏ ହେଇଯାଉଛି ହେଲା ବନ୍ଦ ହେଇଗଲା ଅସୁଯୋଗ ଆନ୍ଦୋଳନ ଏଇଟା କିଏ ତମେ ଷ୍ଟାର୍ଟ ହବ ଏଇଟା ହଉଛି କିଏ ଆନ୍ଦୋଳନ ହଉଛି ଆଇନ ଆନ୍ଦୋଳନ ତ border ସବୁ ପାଇଁ ଦେଲା ସେଇଟା ଗୋଟେ ଦେଖିତେ ବୋଲି ତ ହଉଛି 1922 ମାର୍ଚ୍ଚ 10 ରେ ହଉଛି ତାଙ୍କୁ ଜେଲ୍ ମାର୍ଚ୍ଚ 10 ରେ ଗାନ୍ଧୀଜୀଙ୍କୁ ଜେଲ୍ ହେଇଛି କଣ ପାଇଁ ଜେଲ୍ ହେଇଥିବ କଣ ହତ୍ୟାକାଣ୍ଡ ଆନ୍ଦୋଳନ ଜେଲ୍ ଜେଲ୍ ହେଲା କେତେ ବର୍ଷ ପାଇଁ 6 ବର୍ଷ ପାଇଁ 6 ବର୍ଷ तो যদি 6 ବର୍ଷ ପାଇଁ ଗାନ୍ଧୀଜୀ ଜେଲ୍ ତାପରେ ଲେଖିଦେବା 6 ଏଡ୍ କରିଦିଅ 6 ଏଡ୍ କରିଦିଅ ଏଠି କେତେ ହବ 28 28 ତ 1928 ରେ ହଉଛି କିସ ଗାନ୍ଧୀଜୀ ଜେଲରୁ ବାହାରିଲେ ଗାନ୍ଧୀଜୀ ଜେଲରୁ ବାହାରିଲେ ତାପରେ ଦେଖବା କିସ 1928 ରେ ଜେଲରୁ ବାହାରିଲେ ତ ସେଇ 1928 ଭିତରେ ହେଲା ତ ଏଟା ଦେଖିଲା 1927 ରେ ଗୋଟେ କାରନାମା ହେଇଛି ହେଲା ହଉ 1927 ରେ ଗୋଟେ କାରନାମା ହେଇଛି ଗାନ୍ଧୀଜୀ ଜେଲରୁ ବାହାରିଲେ ଅସହଯୋଗ ଆନ୍ଦୋଳନ ବନ୍ଦ ହେଇଗଲା ହେଲା ତ ବନ୍ଦ ହେଇଗଲା ବେଳ ଗାନ୍ଧୀଜୀ ପୁଣି ଜେଲ ଚାଲିଗଲେ ହେଲା। ତ ଭାରତୀୟ ମାନେ କିସ ଭାରତର ହଉଛି କିଏ ବାହାରିଲେ ଭାରତର ହଉଛି ଉଗ୍ରବାଦୀ ନେତା ଆଉ କିସ ସେମାନଙ୍କୁ ଚରମପନ୍ଥୀ କୁହାଯାଏ ଚରମପନ୍ଥୀ ନେତା ତାଙ୍କ ନାମ କିସ ଜୟରାଜଗୁରୁ ଜୟରାଜଗୁରୁ ଆଉ ହଉଛି ଭଗତ ସିଂ ଭଗତ ସିଂ ଆଉ ଦେଖିଲେ ଜୟରାଜଗୁରୁ ଭଗତ ସିଂ ତାପରେ ଏଟା ଲେଖି ତମେ ଆଜାଦ ଚନ୍ଦ୍ରଶେଖର ଆଜାଦ ଏମାନେ ହଉଛି ସୂର୍ଯ୍ୟ ସେନ ଏମାନେ ହଉଛି କିସ କଲେ ଆମର ହଉଛି ଇଂରେଜ ସରକାରଙ୍କୁ ପୁରା ବ୍ୟତିବ୍ୟସ୍ତ କରିଦେଲେ ତାଙ୍କର କାର୍ଯ୍ୟକଳାପରେ ବ୍ୟତିବ୍ୟସ୍ତ କରି ପକେଇଲେ ହେଲା ବ୍ୟତିବ୍ୟସ୍ତ କରିଲେ ଇଂରେଜ ସରକାର ବି ଡରିଗଲେ ହେଲା ତାପରେ ହଉଛି ଗାନ୍ଧୀଜୀ ସେତେବେଳେ ଜେଲରେ ଥାନ୍ତି ବୁଝିଲା ଗାନ୍ଧୀଜୀ ସେତେବେଳେ କେଉଁଠି ଥାନ୍ତି ଜେଲରେ ଥାନ୍ତି ହଉଛି ସେତିକିବେଳେ ହଉଛି ସାଇମନ କମିଶନ ଗୋଟେ ହଉଛି କିସ ଇଏ ତିଆରି କରାଗଲା 1927 ରେ 1927 1927 ହେଲା 1927 ତୃତୀୟ ବିଷୟ ତୃତୀୟ ବିଷୟ ଲେଖିଦିଅ ତୃତୀୟ ବିଷୟ ପହଞ୍ଚିଗଲେ ଦେଖ ଲିଙ୍କ ଅଛି ନା ନାଇଁ ଫାର୍ଷ୍ଟ ଟୁ ସେକେଣ୍ଡ ବିଷୟ ଲିଙ୍କ ଅଛି ନା ନାଇଁ ତୃତୀୟ ବିଷୟ ସବୁ ପୁରା ଫାର୍ଷ୍ଟ ପୁରା ବିଷୟଟା କେତେଟା ଚାପ୍ଟର ଅଛି 6ଟା ଚାପ୍ଟର ଯାକ ଲିଙ୍କ ଅଛି ତ ତୃତୀୟ ବିଷୟ କିସ 1927 ରେ ଗୋଟେ ସାଇମନ କମିଶନ ଗୋଟେ ଗଠନ କରାଗଲା ହେଲା ସାଇମନ କମିଶନ ଗଠନ ହେଲା ସାଇମନ କମିଶନ ଗଠନ ହେଲା ତୁମେ ଯଦି କ୍ୱେଶ୍ଚନ ରଖିଦ ନା ତ ଲଙ୍ଗ କ୍ୱେଶ୍ଚନ ପୁରା ଚୁଟକିରେ ହବ ହେଲା 1927 ରେ ସାଇମନ କମିଶନ ଗଠନ ହେଲା କଣ ପାଇଁ ସାଇମନ କମିଶନ ହେଇଥିଲା ଗଠନ ହେଲା କଣ ପାଇଁ ଭାରତ ଶାସନ ଆଇନ 1919 ରେ ଗୋଟେ ତିଆରି ହେଇଥିଲା 1919 ରେ ଭାରତ ଶାସନ ଆଇନ ଗୋଟେ ତିଆରି ହେଇଥିଲା ତ ସେଇ ଭାରତ ଶାସନ ଆଇନକୁ କିସ ଅନୁଧ୍ୟାନ କରିବା ପାଇଁ ମାନେ ଠିକ ଚାଲିଛି ନା ନାହିଁ ଭାରତୀୟ ମାନଙ୍କ ପାଇଁ ଭାରତ ଶାସନ ଆଇନ ତିଆରି ହେଇଥିଲା ତ ସେଇ ଭାରତ ଶାସନ ଆଇନକୁ ଅନୁଧ୍ୟାନ କରିବା ପାଇଁ ହେଲା ଦେଖିବା ପାଇଁ ଭଲ ଚାଲିଛି ନା ନାହିଁ ହେଲା କିସ ଅସୁବିଧା ହଉଛି ସେଇଟା ପାଇଁ ହଉଛି ସାଇମନ କମିଶନ ଗଠନ ହେଲା ବୁଝିଲ ତ ହଉଛି ଏଇଟା ହଉଛି ଭାରତର ଗଠନ ହେଇନଥିଲା ହେଲା ଭାରତ ପାଇଁ ଗଠନ ହେଇଥିଲା କିନ୍ତୁ ହଉଛି କୋଉଠି ଗଠନ ହେଇଥିଲା ଆମର ହଉଛି ଇଂରେଜ ସରକାରଙ୍କ ଦେଶରେ ବୁଝିଲ କିଏ ଗଠନ କରିଥିଲା ସାଇମନ ସାର ଜନ ସାଇମନ ହେଲା ଏଇ ଭାରତକୁ କେବେ ଆସିଲା 1928 ସେତେବେଳେ ଗାନ୍ଧୀଜୀ ହଉଛି କି ଜେଲରୁ ମୁକ୍ତ ହେଇଯାଇଥିଲେ 1928 ଫେବୃଆରୀ 3 ରେ ହଉଛି ଏହା ପୂର୍ବରୁ ଆଉ ଗୋଟେ ଅଛି 1927 ର କାଣ୍ଡ ଗୋଟେ ଆଉ ଗୋଟେ ଅଛି ହେଲା ତ ସେଇ ସାଇମନ କମିଶନ ହଉଛି କିସ ଭାରତୀୟ ଜଣେ ବି ସଦସ୍ୟ ନଥିଲେ 7 ଜଣ ସେଇ ସାଇମନ ଟିମରେ କେତେ ଜଣ ଥିଲେ 7 ଜଣ ଯାକ ହଉଛି ବ୍ରିଟିଶ ଲୋକ ଥିଲେ ତ ହଉଛି ଜଣେ ବି ଭାରତୀୟ ନଥିଲା ବୋଲି 1927 ରେ କିସ କରାଗଲା ସାଇମନ କମିଶନକୁ ସାଇମନ କମିଶନ କୁ
ବର୍ଜନ ପାଇଁ ହେଉଛି କିସ ସ୍ଥିର କରାଗଲା ମାଡ୍ରାସ ଅଧିବେଶନ କନଭେନସନକୁ ମାଡ୍ରାସ ଅଧିବେଶନରେ କଂଗ୍ରେସର ହେଲା କଂଗ୍ରେସର ମାଡ୍ରାସ ଅଧିବେଶନରେ କଂଗ୍ରେସର ମାଡ୍ରାସ ଅଧିବେଶନ ବେସନରେ ବର୍ଜନ ପାଇଁ ସ୍ଥିର କରାଗଲା ବର୍ଜନ ପାଇଁ ସ୍ଥିର କରାଗଲା ବୁଝିଗଲା ତ ଭାରତୀୟ ମାନେ ହଉଛି ସାଇମନ କମିଶନକୁ ବର୍ଜନ କରିବା ମାନେ ତାକୁ ଗ୍ରହଣ କରବାନି ହେଲା କେବେ କେବେ ଭାବିଲେ 1927 ରେ ହିଁ ସେଇ ସାଇମନ କମିଶନ ଗଠନ ହେଲା ତ ସେଇ 1927 ରେ ହିଁ ସେମାନେ ଭାବିଲେ ହଉଛି ଭାରତ ଭାରତୀୟ ଲୋକ ନାହାନ୍ତି ମାନେ ହଉଛି ଭାରତ ପାଇଁ ତିଆରି ହଉଛି ଭାରତୀୟ ଲୋକ ନାହାନ୍ତି ଏବେ ହଉଛି ଆମେ ସାଇମନ କମିଶନକୁ ଗ୍ରହଣ କରବାନି ହେଲା ହେଲେ ବି ହଉଛି ଦେଖ ସାଇମନ କିଛି ବର୍ଷ ହେଲେ ବି ତାଙ୍କର ଲାଭ ନାହିଁ ସେ ହଉଛି 1928 ତାରିଖ ଦିନ ଭାରତକୁ ପହଞ୍ଚିଛି 1928 ତାରିଖ ଦିନ କେଉଁଠୁ ପହଞ୍ଚିଲା ଭାରତକୁ 1928 ଫେବୃଆରୀ ଫେବୃଆରୀ 3 ତାରିଖ ଦିନ କୋଉଠି ଭାରତରୁ ମୁମ୍ବାଇରେ ପହଞ୍ଚିଲା ସାଇମନ କମିଶନ ଭାରତରେ ଲାଭ ସାଇମନ କମିଶନ ଭାରତର ମୁମ୍ବାଇରେ ପାଦ ଦେଲା ଭାରତର ମୁମ୍ବାଇରେ ପାଦ ଦେଲା ମାନେ କି ସବୁ ପହଞ୍ଚିଲା ନହେଲେ ତୁମେ ଉଲ୍ଟା କିଛି ଭାବୁଛ ତ ସାଇମନ ପହଞ୍ଚିଲେ ବୁଝିଲା ତାପରେ ଆଉ 1919 ରେ କିସ ହେଇଛି ଯେତେବେଳେ ହଉଛି ଭାରତୀୟ ମାନେ ହଉଛି କିସ ସାଇମନ କମିଶନ ମୁମ୍ବାଇରେ ପାଦ ଦେଲା ତ ଭାରତୀୟ ମାନେ କହିଲେ ହଉଛି ସାଇମନ ଯାଅ ଫେରି ଯାଅ ଭାରତର ସାଇମନ ଫେରି ଯାଅ ଭାବ ପ୍ରଦର୍ଶନ କଲେ ହେଲା ତ ହଉଛି ସେମାନେ ହଉଛି ସାଇମନ କମିଶନକୁ ଖେଦେଇଲେ ହେଲା ହୋ ହଲ୍ଲା ପାଟିତୁଣ୍ଡ କଲେ ଆନ୍ଦୋଳନ କଲେ କଳ ପତାକା ଦେଖିକି ଫେରି ଯାଅ ଆମର ଭାରତକୁ ଆସନି କହିଲେ ଭାରତୀୟ ମାନେ ହେଲା ଗ୍ରୁପ ହେଇକି ଗ୍ୟାଙ୍ଗ ହେଇକି ତ ହଉଛି ଇଂରେଜ ସରକାର ଚୁପ ଥିବେ ଇଂରେଜ ସରକାର ଚୁପ ନଥିବେ ତ ଏବେ ସରକାର ହଉଛି ବାର ବାର ଲାଠି ଚାଳନା ହବ ହେଲା ତ ସେଇ ଲାଠି ଚାଳନା ଯୋଗୁଁ 1928 ଅକ୍ଟୋବର 1928 ଫେବୃଆରୀ ମାସରେ ହଉଛି ଇଏ ହେଲା ଫେବୃଆରୀରୁ ଅକ୍ଟୋବର ଯାଏଁ ସେଇ ଭୋଗ ହେଲା ହିଁ ଚାଲେ ବୁଝିଲ ତ 1928 ଏମିତି ହଉଛି ଅଘଟଣ ଗୋଟେ ଘଟିଗଲା 1928 ଅକ୍ଟୋବର 30 ରେ କିସ ହେଲା ଆମର ହଉଛି ଲାଲା ଲଜପତ ରାୟ ମୃତ୍ୟୁବରଣ କରିନି ହେଲା ଲାଲା ଲଜପତ ରାୟ ସାଇମନ କମିଶନକୁ ବିରୋଧ କରୁଥିବା ବେଳେ କମିଶନକୁ ବିରୋଧ କଲା ବେଳେ କୋଉଠି ମାଡ ଖାଇଥିଲେ କଲାବେଳେ ତାକୁ ପଞ୍ଜାବ କେଶରୀ ମଧ୍ୟ କୁହାଯାଏ ହେଲା ଲାହୋର ଠାରେ ବେଳେ ଲାହୋର ଇମ୍ପୋର୍ଟାଣ୍ଟ କୋଉଠି ମାଡ ଖାଇଥିଲା ଲାହୋର ଦିଲ୍ଲୀର ଲାହୋର ହେଲା ଲାହୋର ଠାରେ ପୋଲିସ ଲାଠି ମାଡର ଶିକାର ହୋଇଥିଲେ ପୋଲିସ ଲାଠି ମାଡ ଖାଇଲେ ପୁରା ସିମ୍ପଲ ୱାର୍ଡରେ ଲେଖା ହଉଛି ବୁଝିଲା ଏତିକି ସିମ୍ପଲ ୱାର୍ଡର କୋଉଠି ବହିରେ ପାଇବନି ହେଲା ବହିରେ ବି ପାଇବନି କି ୟୁଟ୍ୟୁବରେ ବି ସେମିତି ବହି ଦେଖିକି ପଢାନ ହେଲା ଅଧିକାଂଶ ଟିଚର ବହି ୟୁଟ୍ୟୁବରେ ଦେଖିଛ ଭିଡିଓ ୟୁଟ୍ୟୁବରେ ବହି ଦେଖିକି ପଢାନ ହେଲା ଲାଇନ ପଢେଇବା ତ ବହି ଦେଖିକି ପଢେଇବାର ମଜା ଆସେନି ହେଲା ତ 1928 ଅକ୍ଟୋବର 30 ରେ ଲାଲା ଲଜପତ ରାୟ ହଉଛି କି ସବୁ ମାଡ ଖାଇଲେ କଣ ପାଇଁ ମାଡ ଖାଇଲେ ତାଙ୍କର କାମ ହିଁ ସେମିତି ହେଲା ସାଇମନ କମିଶନ ଫେରି ଯାଅ ତ ସେ ଭଲ କରୁଥିଲେ ନା ଖରାପ କରୁଥିଲେ ଭଲ କରୁଥିଲେ ହେଲା ଆଉ ଭଲ କାମ କରିବ ମାନେ ନିହାତି ହଉଛି ବାଧାବିଘ୍ନ ସୃଷ୍ଟି ହବ ତ ହଉଛି ସେ ହଉଛି କି ଛାତିରେ ତାଙ୍କର ମାଡ ହେଲା ତ ଛାତିରେ ଯେତେବେଳେ ମାଡ ହେଲା ସେ ମରି ନଥିଲେ ହେଲା ସେ ହଉଛି କିସ ହେଇଗଲେ ପେସେଣ୍ଟ ହେଇଗଲେ ସେ ହଉଛି ପେସେଣ୍ଟ ହେଇଥିଲେ ମନେ କେବେ 1928 ନଭେମ୍ବର 17 ଲାଲା ଲଜପତ ରାୟ ମୃତ୍ୟୁବରଣ ସକାଳେ ମୃତ୍ୟୁବରଣ ମନେ ରଖିବା ଦରକାର ହେଲା ମନେ ରଖିବା ଦରକାର ତୁମେ ତ ଲେଖବନି ସେଠି ତ କରୁ ଖାଲି ଗୁରୁ ଗୁରୁ ଲେଖ ଲଘୁଚାପ ଖାଲି ଲେଖ ହେଲା তোমার ଭାଗ୍ୟ ପୁରା ଚମକି ଉଠିବା ଦରକାର କି ପାଇଁ ହିଷ୍ଟ୍ରିଟା ହଉଛି ତୁମର ହଉଛି ଫାଇଦା ହେଲା ହିଷ୍ଟ୍ରିରେ ଅପସନ ଥିବ ଅଛି ମାନେ କି ବହୁତ ବେନିଫିଟ ରହିବ ହିଷ୍ଟ୍ରି ଜାଗାରେ ମନେ ପଡୁନଥିବ ହଁ ଏଇଟା ତ ମନେ ପଡିଲା ଅପସନ ଦେଖିକି କିନ୍ତୁ ମ୍ୟାଥରେ ହଉଛି ତୁମେ ହଉଛି ମ୍ୟାଥ ଆଉ ଓଡ଼ିଆ ହଇରାଣ ଯିବ ମ୍ୟାଥରେ ହଉଛି କି ଲଙ୍ଗ କ୍ୱେଶ୍ଚନ କରିକି ସମୟ ପଳେଇବନି ଆଉ ଓଡ଼ିଆରେ କନଫ୍ୟୁଜ କରେଇଦେବ
ଯେମିତି ହଉଛି ରାମଚନ୍ଦ୍ର ରାବଣକୁ ବଧ କରିଥିଲେ ନା ମାରିଥିଲେ ନା ହଉଛି କି ତୀର ମାରିଥିଲେ ନା ହଉଛି ଧନୁ ମାରିଥିଲେ କେଉଟା ହବ ନା ହତ୍ୟା କରିଥିଲେ ଏମିତି ପଡ ହେଲା ଓଡ଼ିଆ ଆଉ ଇଂଲିଶରେ ହତ୍ୟା କରିଥିଲେ ହତ୍ୟା ନୁହଁ, ବଧ କରିଥିଲେ ହତ୍ୟା କରିଥିଲେ ବୋଲି ହେଲା ଏମିତି ଟିକେ କନଫ୍ୟୁଜ କରିଦିଏ ତାପରେ ହଉଛି କେତେ ଯାଏଁ ପହଞ୍ଚିଲା କେତେ ଯାଏଁ ପହଞ୍ଚିଲା 1928 ଯାଏଁ ହେଲା ଭାରତ ସ୍ୱାଧୀନ ହେଲା 1947 ଏଇନା ବି ପହଞ୍ଚିଲେ ଦେଖ ଆଇ ଅଛି ହେଲା 1928 ରେ ଆମେ ଅଛି ତ 1929 1929 ହେଲା 1929 ରେ ଆଉ କିସ ହେଲା ଲାହୋର ଲାହୋର ଜାତୀୟ କଂଗ୍ରେସ ଅଧିବେଶନ ଜାତୀୟ କଂଗ୍ରେସ ଅଧିବେଶନ ସବୁ ବର୍ଷ ଜାତୀୟ କଂଗ୍ରେସ ଅଧିବେଶନ ହୁଏ ହେଲା ତ 1919 ରେ କୋଉଠି ହେଲା ଲାହୋର ଲାହୋର ଜାତୀୟ କଂଗ୍ରେସ ଅଧିବେଶନ तो এটা ডিসেম্বরে হইতো লেখাই নেই দেখো ଅଧିବେଶନରେ ଜାତୀୟ କଂଗ୍ରେସ ଅଧିବେଶନରେ ହଁ ଡିସେମ୍ବର ସେଇଟା କୋଉଠି ହେଇଛି ହେଲା ସବୁরা নাম ডিসেম্বরে হইতো ଅଧିବେଶନ হবে जवाहरलाल नेहरू द्वारा नेहरू है कहते हैं लोग नेहरू नेहरू ने जवाहरलाल नेहरू नेहरू को द्वारा आदि कोटा नहीं जाए 40 मिनट पर कटि जाए कथा आदि नेहरू को द्वारा पूर्ण स्वराज अधिमतन है पूर्ण स्वराज माने कि सब अधिमतन है अधिमतन है हाँ डिसेंबर रे ହେଇଛି ହେଲା ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନ ଡିସେମ୍ବରରେ ହୁଏ ତୁ ଜଣା ପଡଲା ବୁଝିଲ ଦେଖ ୟା ପରେ କେମିତି ଡିସେମ୍ବରରେ ହେଲା ଜାଣ ତ ହଉଛି ଏଇ 1929 ରେ ଲାହୋରରେ ହଉଛି କଂଗ୍ରେସ ଅଧିବେଶନ କଂଗ୍ରେସର ମିଟିଂ ବସିଥିଲା ଆମର ଜବାହରଲାଲ ନେହେରୁ କହିଲେ ହଉଛି ଆମର ହଉଛି ଭାରତୀୟମାନଙ୍କ ଲକ୍ଷ୍ୟ କିସ ସମ୍ପୂର୍ଣ୍ଣ ସ୍ୱାଧୀନତା ପୂର୍ଣ୍ଣ ସ୍ୱରାଜ ମାନେ ହଉଛି ସମ୍ପୂର୍ଣ୍ଣ ସ୍ୱାଧୀନତା ହେଲା ତ 1929 ଡିସେମ୍ବର 31 ରେ କିସ କଲେ 1929 ଡିସେମ୍ବର 31 ରେ ରାବି ନଦୀ କୂଳରେ ହଉଛି କିସ କଲେ ରାବି ନଦୀ କୂଳରେ ରାବି ନଦୀ କୂଳରେ ତିରଙ୍ଗା ପତାକା ଉଡ଼ାଇ ତିରଙ୍ଗା ପତାକା ଉଡ଼ାଇ ଉଡ଼ାଇଲେ তার ডিসেম্বর না জানুয়ারি 1 তারিখে এটা 1929 ହେଲା 1929 ତିନି ବର୍ଷ ନା ବୁଝିଲା ଆଉ ହଉଛି ସେଦିନ କହିଲା ହଉଛି ଆଉ ହଉଛି ଜାନୁଆରୀ 24 তিরঙ্গা এই ଜାନୁଆରୀ জানুয়ারি 24 24 1930 ସରିଲା 1929 ମସିହା ସରିଲା ଡିସେମ୍ବର 31 ହେଲା ତ 1930 ଜାନୁଆରୀ 24 କୁ ହଉଛି ପ୍ରଥମ ସ୍ୱାଧୀନତା ଦିବସ ରୂପେ ପାଳିତ 24 କୁ ପ୍ରଥମ ସ୍ୱାଧୀନତା ଦିବସ ପ୍ରଥମ ସ୍ୱାଧୀନତା ଦିବସ କହିଲେ ଯେ 1930 ଜାନୁଆରୀ 24 କୁ ଆମେ ପ୍ରଥମ ସ୍ୱାଧୀନତା ଦିବସ ରୂପେ ପାଳନ କରୁ କିଏ କହିଲେ ଆମର ଜବାହରଲାଲ ନେହେରୁ ହେଲା ତ ଦେଖ ଏଇ 1929 ରୁ ପୂର୍ଣ୍ଣ ସ୍ୱରାଜ ଅଧିମତନ ପୂର୍ଣ୍ଣ ସ୍ୱରାଜ ମାଗି କରୁଛନ୍ତି ହେଲା କିନ୍ତୁ ହଉଛି ଆମର ହଉଛି ସେଇ ଭାରତ ଛାଡ଼ ଆନ୍ଦୋଳନ କେବେ ହେଇଥିଲା 1922 ସେତିକି ଯାଏ ବି ପୂର୍ଣ୍ଣ ସ୍ୱରାଜ ମିଳିଥିଲା ସେତେବେଳେ ସେ ମହାତ୍ମା ଗାନ୍ଧୀ 11 ଦଫାର ଦେଇଥିଲେ ତାପରେ କିସ ହେଲା ତାପରେ ହଉଛି ପ୍ରଥମ ସ୍ୱାଧୀନତା ଦିବସ ମନାଗଲା ତାପରେ ଏଇ ଭିତରେ ଡେଟ୍ ଅଫ୍ ଅବଜେକ୍ସନ ନାହିଁ ମହାତ୍ମା ଗାନ୍ଧୀ ହଉଛି କିସ କହିଲେ ଇଂରେଜ ସରକାରଙ୍କୁ କହିଲେ ହଉଛି ମୁଁ ଦୁଃଖ ହଉଛି ଗୋଟେ ଚିଠି ଲେଖୁଛି ହେଲା ଇଂରେଜ ସରକାରଙ୍କୁ ଗୋଟେ 11 ଦଫା ସମ୍ବଳିତ ଚିଠା ଲେଖିଲେ କହିଲେ ହଉଛି ଆମର ଭାରତୀୟ ମାନଙ୍କୁ ହଉଛି କିସ ଦାବି ପୂରଣ କରାଯାଉ ନହେଲେ ହଉଛି ଆମେ କିସ କଲା ଆନ୍ଦୋଳନ ଆରମ୍ଭ କଲୁ ତ ଆନ୍ଦୋଳନ ଆରମ୍ଭ କଲେ ଇଂରେଜ ସରକାର କିଏ ଥିଲେ ସେତେବେଳେ ବଡ଼ଲାଟ ଲର୍ଡ ଇରୱିନ ହେଲା ବଡ଼ଲାଟ ଲର୍ଡ ଇରୱିନ ତ ହଉଛି ଲର୍ଡ ଇରୱିନ ହଉଛି କିସ ଖାତିର କଲେ ତ ହଉଛି ଗାନ୍ଧୀଜୀ କିସ କଲେ ଆନ୍ଦୋଳନ ଆରମ୍ଭ କଲେ କେବେ ଆନ୍ଦୋଳନ ଆରମ୍ଭ କଲେ 1930 ମାର୍ଚ୍ଚ 12 ରେ କିସ କଲେ ଆରମ୍ଭ କରିନି ହେଲା ସେ ହଉଛି ଷ୍ଟାର୍ଟ କଲେ ଚାଲ ହେଲା ମାର୍ଚ୍ଚ 12 ରେ ହଉଛି ସାବରମତୀଠୁ ଗଲେ ସାବରମତୀ ତାଙ୍କର ଆଶ୍ରମ ଥିଲା ସାବରମତୀ କେବେ ତିଆରି କରିଥିଲେ 1916 ରେ ସାବରମତୀ ଠାରୁ
दांडी कॉलेज चाली दांडी कॉलेज चाली चाली है ना गांधी जी मतलब कोटो के गांधी चाली चाली दांडी हो तापर मुझे एक जन को नहीं थे 78 केते एटू एतकी केते दुरिया हैला सिंबल दे दियो हैला केते दुरिया भी लिखि देबा साबरमती ठारू आमर होची दांडी केते दुरिया आमर होची 247 किलोमीटर बुझला एतकी दुरिया को 247 किलोमीटर केते जन को सो 78 जन को सो 78 जन सो हैला किंतु रास्ता रे बुझो मिसला होची केते हैला पसंद हैला अंतर लोग को मन बुझना चाली चाली बुझला केते 247 किलोमीटर बुझला तू चाली पर 247 किलोमीटर आजिकाल लोग बहुत चाली आजिकाल फास्ट फूड और तेल जिनिस खाइ के एते बड़ शक्ति नै आ कि सब पकड़ बात हैला आ से कि सब होते खरा भी होला राग सब पकड़ खाइ के जीवन से तो मुझे शक्ति एते बड़ बड़ चावल ଥିଲା ଏ ଭିତରେ ଆଉ ଆଜିକାର ଚାଉଳରେ କିସ କେମିକାଲ ମିଶୁଛି ତ ଆଜିକାର ଚାଉଳରେ ଏତେ ବଳ ବନି ହେଲା ଆଜିକାର ଭାତ ଖାଇଲେ ଏତେ ବଳ ତ ହଉଛି ଶୁଣ ତ ତୁମେ ଭାବୁଛ କି ଦିନରେ ପହଞ୍ଚିଯିବ 247 କିଲୋମିଟର ଯିବ ଦିନରେ ପହଞ୍ଚିଯିବ ନାଇଁ ହେଲା ତ କେବେ ପହଞ୍ଚିଲେ ଷ୍ଟାର୍ଟ କଲେ ଚାଲିବା ହଉଛି ଏତିକି ଦିନ ତ ପହଞ୍ଚିଲା ହଉଛି ମାର୍ଚ୍ଚ 1930 ମାର୍ଚ୍ଚ 12 ଚାଲିବା ଷ୍ଟାର୍ଟ କଲେ କେବେ ପହଞ୍ଚିଲେ ନା ଏପ୍ରିଲ 6 ତାରିଖ ଦିନ କେତେ ଦିନ ଲାଗଲା ଗୋଟେ ମାସେ ମାସେ ତ ସେମାନେ କି ସକାଳୁ ସନ୍ଧ୍ୟା ଯାଏ ଚାଲିଲେ ତ 3-4 ଦିନରେ ପହଞ୍ଚି ଯିବ ଯେ ମରି ସକାଳୁ ସନ୍ଧ୍ୟା ଯାଏ ଚାଲିଲେ ତ ପହଞ୍ଚିବନି କହନା ଦିନରେ ଚାଲିଲେ କେତେ ଦୂର ଯାଇପାରିବ ଜାଣିଛ 90 କିଲୋମିଟର ପାଖାପାଖି ହେଲା ଗୋଟେ ମଣିଷ ଯଦି ଦିନରେ ଚାଲିବ 90 କିଲୋମିଟର ହେଲା ଆମର ରିସେଣ୍ଟରେ ହେଲା ହଉଛି କି ଆମର ରିସେଣ୍ଟରେ ଗୋଟେ ଫରେଷ୍ଟ ଗାର୍ଡ एग्जाम ଶୁଣିଛ ନା ଫରେଷ୍ଟ ଗାର୍ଡ ଗୋଟେ ଚାକିରି ଫରେଷ୍ଟ ଗାର୍ଡ ଫରେଷ୍ଟ ଗାର୍ଡ ମାନେ ଜଙ୍ଗଲରେ ଯୋଉମାନେ ଫରେଷ୍ଟ ଗାର୍ଡ ହେଲା ଏଇ କିଛି ଦିନ ପୂର୍ବରୁ 25 କିଲୋମିଟର ମାନେ ହଉଛି ଯେ ରିଟିନ କ୍ୱାଲିଫାଇ କରିବ 25 କିଲୋମିଟର ତାକୁ ହଉଛି ଚାଲିବାକୁ ପଡିବ ବୁଝିଲା ରିଟିନ କ୍ୱାଲିଫାଇ କରିବ ତାପରେ ହଉଛି ଫିଜିକାଲ କରିବ 25 କିଲୋମିଟର 1 ଘଣ୍ଟାରେ 1 ଘଣ୍ଟାରେ 1 ଘଣ୍ଟା 1 ଘଣ୍ଟା ହଁ 1 ଘଣ୍ଟା 25 କିଲୋମିଟର 1 ଘଣ୍ଟା ନା ହଁ 1 ଘଣ୍ଟା ମାନେ ଆମର ଏଇଠୁ ଭାବି ଜାମଠାରୁ ଆମର ହଉଛି କେତେ ବୋମେ ଛକ ନାହିଁ ବାଙ୍ଗଳି କୁସି 21 କିଲୋମିଟର ହେଲା ମାନେ ଜାମଠାରୁ ଘାଟି ପର୍ଯ୍ୟନ୍ତ ଚାଲତେ ପଡୁ ବୁଝିଲା କେତେ ଘଣ୍ଟାରେ 1 ଘଣ୍ଟାରେ ଚାଲିଲେ ବିନା ଚାଲିକି ଚାକରି ପାଇଗଲା ହେଲା ଏଇ ଦିନ ପୂର୍ବରୁ ଚାକରି ପୋଷ୍ଟିଂ ହେଇଗଲା ହେଲା ମୋର ବି ଇଏ ମୋର ମାନେ ରିଟିନ କ୍ୱାଲିଫାଇ ହେଇଗଲା ବୁଝିଲା ଫିଜିକାଲ ମୁଁ ଦେଇବିନି ଦେଇଥାନ୍ତି ହେଲା ତ ହଉଛି ଗୋଟେ ଛୁଆ ମରିଗଲା ମାନେ ହଉଛି ଯିଏ ହଉଛି ଚାଲି ପାରିବ ଠିକ ଅଛି ଆଉ ଯିଏ ହଉଛି ଆମର ଯେମିତି କି ସର ଦୌଡ ଛୁଆ ଦୌଡ଼ିବ ବୋଇଲର ଛୁଆ ସେ ଚାଲି ପାରିବ ହେଲା ତ ଗୋଟେ ଖରାରେ ପୁଣି ହେଲା ଗୋଟେ ଘଣ୍ଟା ତ ହଉଛି ବୁଝିଲ ଜଣେ ଡେଥ୍ ବି କରିଗଲା 2 ଜଣ ହେଲା 25 କିଲୋମିଟର ଗୋଟେ ଘଣ୍ଟାରେ ଫିଜିକାଲ କେତେ ଥାଏ ଜାଣିଛ ନା 1.6 କିଲୋମିଟର 4 ମିନିଟରେ ଦୌଡ଼ିବ 4 ମିନିଟ ହେଲା ଏଇ ଯୋଉ ଏଇ ଫିଜିକାଲ ଗୋଟେ 40 ଏଇଠୁ এইটু হচ্ছে ପକେଇ ବନ୍ଦ ଯେ 4 ମିନିଟ 4 মিনিট পারবন প্র্যাকটিস দরকার বহুত প্র্যাকটিস দরকার ହେଲା তো হচ্ছে এপ্রিল 6 এপ্রিল 6 ରେ କେତେ ହେଲା କେଠୁ ପହଞ୍ଚିଲେ ଦାଣ୍ଡି ପହଞ୍ଚିଲେ ଦାଣ୍ଡି ଚାଲିଲେ ମିନିମମ୍ ଦାଣ୍ଡି ପହଞ୍ଚି ସମୁଦ୍ରରୁ ଲୁଣ ଉଠାଇଲେ ହେଲା କିଏ ଦାଣ୍ଡି ଲୁଣ ନାହିଁ ବାଲି ହେଲା ସମୁଦ୍ରରୁ ବାଲି ଉଠାଇଲେ ପହଞ୍ଚି ସମୁଦ୍ରରୁ ବାଲି ଉଠାଇଲେ ତାପରେ କହିଲେ ହଉଛି ଯାଅ ଲବଣ ଆଣି ମଙ୍ଗଳ ବୁଝିଲା ତାପରେ ହଉଛି ସ୍କୁଲ ଛୁଟି ଥାଏ ଏପ୍ରିଲ 6 ଖରା ଦିନ ଏପ୍ରିଲ 6 ରେ ସ୍କୁଲ ଛୁଟି ନଥାଏ ଖରା ଥାଏ ହଁ ନହେଲେ ଛୁଟି ଲାଗେ ବାଲି ଉଠେଇ ତ ହଉଛି ଏପ୍ରିଲ 6 ହେଲା ତାପରେ ହଉଛି 1900 ଆନ୍ଦୋଳନ ଷ୍ଟାର୍ଟ ହେଇଗଲା କେବେ 1930 ଏପ୍ରିଲ 6
ଆନ୍ଦୋଳନ ଚାଲିବା ପାଇଁ କେବେ ଆରମ୍ଭ କରୁଥିଲେ? ମାର୍ଚ୍ଚ 12 ମାର୍ଚ୍ଚ ଆଉ ଏପ୍ରିଲ 6ରେ ମାସେ ଲାଗିଗଲା, ପାଖାପାଖି ମାସେ ଲାଗିଗଲା ପହଞ୍ଚିବା ପାଇଁ ଦାଣ୍ଡି ହେଲା। ଏତେ ଦୂରିଆ ହେଇଥିଲା ତ ସେମାନେ ସୁବିଧାରେ ଏଥିରୁ କନଫର୍ମ ହେଲା ଯେ ସେମାନେ ଦିନ ରାତି ଚାଲି ପାରୁଥିଲେ, ମାନେ ଶୁଉଥିଲେ ଖାଉଥିଲେ ହେଲା ନର୍ମାଲ। ତାପରେ ହଉଛି କିସ ହେଲା 12 ଘଣ୍ଟା ଚାଲେ 12 ଘଣ୍ଟା ଶୁଏ। 1930 ଖାଇବା ତାପରେ ଥିଲା ତ ସେଇ 78 ଜଣଙ୍କୁ ନେଇକି ବାହାରିଥିଲେ, 78 ଜଣଙ୍କୁ ନେଇକି ବାହାରିଥିଲେ ଏ ଦାଣ୍ଡି ପହଞ୍ଚିବା ବେଳକୁ ହଜାର ହଜାର ଲୋକ ମିଶି ଯାଇଥିଲେ ବୁଝିଲା ଚାରବାର। ତ 1930 ଏପ୍ରିଲ 9 ତାରିଖ ଦିନ, ଏପ୍ରିଲ 9 ତାରିଖ ଦିନ ହଉଛି କିସ ହେଲା ଏପ୍ରିଲ 9 ଆମର ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରାଗଲା। କି ଆନ୍ଦୋଳନ? ଆଇନ ମାନ୍ୟ ଆନ୍ଦୋଳନ। ଆନ୍ଦୋଳନର କାର୍ଯ୍ୟକ୍ରମ ଘୋଷଣା ହେଲା। କାର୍ଯ୍ୟକ୍ରମ ଘୋଷଣା ଘୋଷଣା ହେଲା। କେବେ? 1930 ଏପ୍ରିଲ 9 ତାରିଖ ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା ହେଲା। କିସ କିସ କାର୍ଯ୍ୟକ୍ରମ ଥିଲା? ଯେମିତି ହଉଛି ଲବଣ ଆଇନ ଭଙ୍ଗ କରି ଲବଣ ମାରାଯିବ ହେଲା। ମଦ ଦୋକାନ ସବୁ ବ୍ୟାନ୍ କରି ଦିଆହବ। ଯିଏ ଗଞ୍ଜେଇ ବେପାର କରୁଥିବ ତାକୁ ହଉଛି କିସ ଧରାଯିବ। ଆଉ ହଉଛି ଧୂମ ପିଟିବା ତାକୁ, ସେମିତି କହିଲେ ମାନେ ହଉଛି ଗଞ୍ଜେଇ ବେପାର ମଦ ବେପାର ହଉଛି ବେନ୍ ହବ। ଆଉ ହଉଛି ସମସ୍ତେ ହଉଛି ଚରଖାରେ ଲୁଗା କାଟି ପିନ୍ଧିବେ ହେଲା। ଏଇ ହଉଛି ବିଦେଶୀ ଦ୍ରବ୍ୟ କିସ? କୋଉଟା? ମଦ 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 ହଉଛି କିସ? ମଦ ହଉଛି ବେନ୍ ହେଇନି ହେଲା। ମଦ ବେନ୍ ହେଇଛି। ବଡ ବଡ ବାର ଗୁଡାକ ମଦ ବେନ୍ କେଉଁଠି ହେଇଛି? ସେ ଛୋଟ ଛୋଟ ବେପାରୀ ମାନଙ୍କ ପାଖରେ ବେନ୍ ହେଇଛି ବୁଝିଲା। ପୁଲିସ ଧରେ କି ଛୋଟ ଛୋଟ ପୁଲିସ ତ ଧରକୁ ଦେଖ ଛୋଟ ଛୋଟ ବେପାରୀ ମାନଙ୍କୁ ଧରେ। ସେ ବଡ ବଡ ବାର ଯେ ରାସ୍ତା ସାଇଡ ପୁଲିସ ଷ୍ଟେସନ ପାଖରେ ହାଇସ୍କୁଲ ପାଖରେ ସେମାନଙ୍କୁ ଧରେ କି? ସେମାନଙ୍କୁ ଧରେ ହେଲା। ସେ ଛୋଟ ଛୋଟ ବେପାରୀ ମାନଙ୍କୁ ଧରେ ହେଲା। ମଦ ପଇସା ଦେଇକିନା ଛାଡି ଲାଇସେନ୍ସ ଦରକାର ମଦ ଇଏ ପାଇଁ ହେଲା। ତ 1930 ଏପ୍ରିଲ 9 ତାରିଖ ଦିନ ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା। ତାପରେ ଦେଖବା କିସ ହେଲା। ତାପରେ ହେଲା ହଉଛି 1932 ହେଲା ଆନ୍ଦୋଳନ ଚାଲିଲା ଚାଲିଲା ଚାଲିଲା। ସେ ଭିତରେ କାର୍ଯ୍ୟକ୍ରମ ବି ହେଲା। ଆମର ହଉଛି ମହାରାଷ୍ଟ୍ରର ଜଙ୍ଗଲ ଆଇନ ଭଙ୍ଗ ହେଲା ହେଲା। ତ ଏଇ ଆନ୍ଦୋଳନ କେମିତି ବିସ୍ତାର ହେଲା ହେଲା। ଆଉ ହଉଛି ଖାନ ଅବଦୁଲ ଗଫର ଖାନ ସୀମାନ୍ତ ଗାନ୍ଧୀ ନାମରେ ପରିଚିତ, ସିଏ ହଉଛି ଆମ ସୀମାନ୍ତ ଅଞ୍ଚଳରେ ହଉଛି ଆନ୍ଦୋଳନ ତୀବ୍ରତର କରିଲେ ହେଲା। ତାପରେ ହଉଛି 1932 ରେ କିସ ରାଣୀ ଚୌଧୁରୀଙ୍କୁ ଗିରଫ କରାଗଲା। ରାଣୀ ଚୌଧୁରୀ କଣ ପାଇଁ? ତାଙ୍କର ନେତୃତ୍ୱରେ ହଉଛି ନାଗା ଆଉ ମଣିପୁରୀ ମାନେ ହଉଛି ଆନ୍ଦୋଳନରେ ଯୋଗ ଦେଇଥିଲେ। ଚୌଧୁରୀଙ୍କୁ ଗିରଫ ହେଲା। 1929 ରୁ କେତେ କେବେ ଛାଡିଲା? 1947 ଭାରତ ସ୍ୱାଧୀନ ହେବା ପରେ ହେଲା। ଗିରଫ କରାଗଲା ବୁଝିଲା। କଣ ପାଇଁ ଗିରଫ କରାଗଲା? କାରଣ ହଉଛି ସିଏ ହଉଛି କାହାକୁ କହୁଥିଲେ? ମଣିପୁରୀ ଆଉ ନାରୀ ମାନେ ହଉଛି ନାଗାଲାଣ୍ଡର ରାଣୀ, ନାଗାଲାଣ୍ଡର ରାଣୀ ଚୌଧୁରୀ ହେଲା। ଇଏ କୋଉଠା ରାଣୀ? ନାଗାଲାଣ୍ଡ। କୋଉଠା? ନାଗାଲାଣ୍ଡ ରାଣୀ, ନାଗାଲାଣ୍ଡ ହେଲା। ନାଗାଲାଣ୍ଡ ରାଣୀ ଚୌଧୁରୀଙ୍କୁ ଗିରଫ କରାଗଲା। କଣ ପାଇଁ? କାରଣ ହଉଛି ତାଙ୍କର ନେତୃତ୍ୱରେ ମଣିପୁରୀ ଆଉ ନାଗା ମାନେ ହଉଛି ଆନ୍ଦୋଳନରେ ଯୋଗ ଦେଇଥିଲେ। ତ 1932 ରେ ଗିରଫ କରାଗଲା, 1947 ରେ ଛାଡାଗଲା। ଦେଖ କେତେ ଦିନ ରଖା ହେଇଥିଲା। ବୁଝିପାରିଲ? ବୁଝିପାରିଲ ନା ନାଇଁ? ମନେ ରହିଲା ହେଲା। ଭୁଲି ଯାଇଥିଲେ ଯେ ଆମେ ତାକୁ ଗିରଫ କରିଛେ ବୋଲି ହେଲା। ତ ହଉଛି ଏଇ ଯେ 1970 ଆନ୍ଦୋଳନ ଆରମ୍ଭ ହେଲା ହେଲା। ତ ଆନ୍ଦୋଳନ ବନ୍ଦ କରିବା ପାଇଁ ନିହାତି ସରକାର କିଛି କରିବେ। ତ ସରକାର ହଉଛି ଗୋଟେ ଟେବୁଲ ଡାକିଥିଲେ। କେବେ? 1930 ରେ 1930 ରେ ପ୍ରଥମ ଗୋଲ ଟେବୁଲ ବୈଠକ ହେଲା। ଏଇଟା ଆଗ୍ରହ ହେଇଥିଲା, ଏଇଟା ଆଗ୍ରହ ହେଇଥିଲା ବୁଝିଲା। ଏଇଟା ଆଗ୍ରହ ହେଇଥିଲା ପ୍ରଥମ ଗୋଲ ଟେବୁଲ ବୈଠକ ହେଲା। ତ ବହିର ହଉଛି ଆମର ହଉଛି କି ପାଇଁ ବୁଝିପାରୁନି କଣ ବହିରେ ପିଲା ବହିର ହଉଛି ଦେଖ 1930 ର କଥା ଆଗରେ ରହିବା କଥା, 1932 ଟା ପରେ ରହିବା କଥା ହେଲା। କିନ୍ତୁ ହଉଛି 1930 ଟା ପରେ ହେଇଛି ବୁଝିଲ। 1930 ର ହଉଛି ପ୍ରଥମ ଗୋଲ ଟେବୁଲ ବୈଠକ। ତ ପ୍ରଥମ ଗୋଲ ଟେବୁଲ ବୈଠକ ହଉଛି ସଫଳତା ପାଇଲା କି? ସଫଳତା ପାଇଲା। ସମସ୍ତେ ବନ୍ଦୀ ହେଇଯାଇଥିଲେ। ପ୍ରଥମ ଗୋଲ ଟେବୁଲ ବୈଠକ ସଫଳତା ପାଇଲା ନାହିଁ। କଣ ପାଇଁ? କାରଣ ହଉଛି ଗାନ୍ଧିଜୀ ହଉଛି କି ଆମର ଜେଲରେ ଥିଲେ। ଜେଲରେ ବୁଝିଲ। ହଉଛି ଗାନ୍ଧିଜୀଙ୍କୁ କେବେ ଛଡାଗଲା? ଗାନ୍ଧିଜୀଙ୍କୁ ଛଡାଗଲା ହଉଛି 1931 ମାର୍ଚ୍ଚ 5 ସରି 1931 ଜାନୁଆରୀ 5 1931
31 ଜାନୁଆରୀ ଯେ 11 ଜାନୁଆରୀରେ ଗାନ୍ଧିଜୀଙ୍କୁ କାରାଗାରରୁ ମୁକ୍ତ କରାଗଲା। ଏଇନା ଗାନ୍ଧିଜୀଙ୍କୁ କାରାଗାରରୁ ମୁକ୍ତ କରାଗଲା। ହେଲା କଣ ପାଇଁ ମୁକ୍ତ କରାଗଲା ଦେଖ ପ୍ରଥମ ଗୋଲଟେବୁଲ ବୈଠକ ଯେତେବେଳେ ଫେଲ ହେଇଗଲା ହେଲା ଇଂରେଜ ସରକାରଙ୍କ ହୃଦବୋଧ ହେଲା ଯେ ଗାନ୍ଧିଜୀ ବିନା ହଉଛି ଭାରତୀୟ ମାନେ ହଉଛି କିସ ଭାରତୀୟ ମାନେ ଆମ କଥା ମାନବେନି ଗାନ୍ଧିଜୀଙ୍କ ସହ ଡିସ୍କସନ କରିବା ଯାହା ଗାନ୍ଧିଜୀଙ୍କ ଡିସିସନ ହିଁ ଫାଇନାଲ ଡିସିସନ ବୁଝିଲା ଇଂରେଜ ମାନେ ଭାବିଲେ ତ ଗାନ୍ଧିଜୀଙ୍କୁ ଜେଲରୁ ମୁକ୍ତ କରାଗଲା କାରାଗାରରୁ ମୁକ୍ତ କରାଗଲା ହେଲା ତାପରେ ହଉଛି କାରାଗାରରୁ ମୁକ୍ତ କରାଗଲା କିସ କରାଗଲା ଆମର ହଉଛି ବଡଲାଟ ଲର୍ଡ ଇରୋଇନ ବଡଲାଟ ଲର୍ଡ ଇରୋଇନ କିସ କହିଲେ ଗାନ୍ଧିଜୀ ମାର୍ଚ୍ଚ 5 ତାରିଖ ଦିନ କିସ କଲା ଗାନ୍ଧୀ ଇରୋଇନ ଚୁକ୍ତି କଲା ଗାନ୍ଧୀ ଚୁକ୍ତି କଲା ହେଲା ଗାନ୍ଧୀ ଇରୋଇନ ଚୁକ୍ତି ହେଲା ଗାନ୍ଧୀ ଇରୋଇନ ଚୁକ୍ତି କେବେ ହେଲା 1931 ମାର୍ଚ୍ଚ 5 ତାରିଖ ଦିନ କିସ ହେଲା ସେ ଚୁକ୍ତିରେ ବନାଟି କର୍ମ ଚୁକ୍ତି ହେଲା ସେ ଚୁକ୍ତିରେ ହଉଛି କିସ ଗାନ୍ଧୀଜୀଙ୍କୁ 1931 ରେ ଜେଲ ବାହାର କରାଗଲା ତାପରେ ହଉଛି ଗାନ୍ଧୀଜୀଙ୍କୁ ହଉଛି ମାର୍ଚ୍ଚ ମାସରେ 2 ମାସ ପରେ ଆମର ହଉଛି ବଡଲାଟ ଲର୍ଡ ଇରୋଇନ ଗାନ୍ଧୀଜୀଙ୍କ ପାଖକୁ ଗଲେ ତାପରେ ସେ ଗାନ୍ଧୀଜୀଙ୍କୁ କହିଲା ହଉଛି ଗାନ୍ଧୀଜୀ ଆପଣ ହଉଛି ଆମକୁ ଦୁଇଟା ସୁବିଧା ଦଉ ହେଲା ଆପଣ ଆମକୁ ଦୁଇଟା ସୁବିଧା ଦଉ ଆମେ ହଉଛି ଆପଣଙ୍କୁ କିସ ଆପଣ ଯାହା କହିଲେ ତାଙ୍କୁ ତାହା ପୂରଣ କରୁ ତ ଗାନ୍ଧୀଜୀ ହଉଛି କିସ କହିଲେ ଗାନ୍ଧୀଜୀଙ୍କର କେତେ ଚୁକ୍ତି ଥିଲା ଚାରିଟି ଗାନ୍ଧୀଜୀଙ୍କର ଚାରିଟି ଇଚ୍ଛା ଥିଲା ଗାନ୍ଧୀଜୀଙ୍କର ଚାରିଟି ଇଚ୍ଛା ଥିଲା ଗାନ୍ଧୀଜୀ କହିଲେ ହଉଛି ଆମର ଭାରତୀୟ ଲୋକମାନଙ୍କୁ ହଉଛି ଯେଉଁମାନଙ୍କୁ ବନ୍ଦୀ କରାଯାଇଛି ସେମାନଙ୍କୁ ଛାଡି ଦିଆଯାଉ ଯେଉଁମାନଙ୍କୁ ବନ୍ଦୀ କରାଯାଇଛି ସେମାନଙ୍କୁ ଛାଡି ଦିଆଯାଉ ଆଉ ହଉଛି ତାଙ୍କ ସମ୍ପତ୍ତି ସବୁ ଫେରେଇ ଦିଆଯାଉ ହେଲା ଆଉ ହଉଛି କିସ ଆଉ ଆଉ ହଉଛି ଲୁଣ ମାରିବା ପାଇଁ ଦିଆଯାଉ ହେଲା ଲୁଣ ମାରିବା ପାଇଁ ଦିଆଯାଉ ବୁଝିଲ ସେ ଠିକ ରହିବେ ଆଉ ହଉଛି ଆମର ଇରୋଇନ କିସ କହିଲେ ଇରୋଇନ କହିଲେ ହଉଛି ଇରୋଇନ କହିଲେ ହଉଛି କିସ ଆନ୍ଦୋଳନ ବନ୍ଦ କରିଦିଏ ଶୁଣ ଏଠି ଶୁଣ ଇରୋଇନ କିସ କହିଲେ ଏଠି ଶୁଣ ଗାନ୍ଧୀ ଇରୋଇନ ଚୁକ୍ତିରେ ଇରୋଇନ କିସ କହିଲେ ଗାନ୍ଧୀ ଇରୋଇନ ଚୁକ୍ତିରେ ଇରୋଇନ କହିଲେ ହଉଛି ହଉ ମୁଁ ଆପଣଙ୍କ ଇଚ୍ଛା ପୂରଣ କଲି କିନ୍ତୁ ହଉଛି ମୋର ବି କିଛି ଦୁଇଟା ଇଚ୍ଛା ଅଛି ଇରୋଇନଙ୍କର ଇଚ୍ଛା କିସ ଥିଲା ଲଙ୍କୁଶାନ ପଡେ ଇରୋଇନଙ୍କର ଇଚ୍ଛା ଥିଲା ହଉଛି ପ୍ରଥମ ଇଚ୍ଛା ହଉଛି ଆମର ଆଇନ ମାନ୍ୟ ଆନ୍ଦୋଳନ ବନ୍ଦ ହଉ ଆଉ ଗୋଟେ ହଉଛି ସେକେଣ୍ଡ ଇଚ୍ଛା ହଉଛି କିସ ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଆପଣ ପ୍ଲିଜ କ୍ଲିୟର କରିଦିଅନ୍ତୁ କିଏ କହିଲେ ଇରୋଇନ ହେଲା ଦ୍ୱିତୀୟ ଗୋଲଟେବୁଲ ଗାନ୍ଧୀଜୀ ରାଜି ହେଲେ ଦ୍ୱିତୀୟ ଗୋଲଟେବୁଲ ବୈଠକ କେବେ ହେଲା 45 ପାରି ଯାଇଛି ହେଲା ତ କଟୁନି ହେଲା ଏକା ଥିଲେ ବୋଧେ କଟାନି ଆଜି କେହି ଜଏନ ହେଇନାହାନ୍ତି ତ ହଉଛି 1932 ରେ ଦ୍ୱିତୀୟ ଗୋଲଟେବୁଲ ବୈଠକ ସବୁ ସର୍ଟ କ୍ୱେଶ୍ଚନ କଭର ହଉଛି ଗୋଲଟେବୁଲ ହେଲା କୋଉଠି ଜାଗାଟା ବି ଲେଖିଦବା ଡେଟଟା ବି ଲିଖିଦବା 1932 ରେ କେତେରୁ କେତେ ସେପ୍ଟେମ୍ବର ହେଇଥିଲା ବୁଝିଲ 1932 ସେପ୍ଟେମ୍ବର 7 ରୁ ଡିସେମ୍ବର 1 1932 ସେପ୍ଟେମ୍ବର ଏସିପି ସେପ୍ଟେମ୍ବର 7 ରୁ ଡିସେମ୍ବର 1 କୋଉଠି ହେଇଥିଲା ଦ୍ୱିତୀୟ ଗୋଲଟେବୁଲ ବୈଠକ କୋଉଠି ହେଲା ଆମର ହଉଛି ଇଏ ଜାଗା ନାମ ହଉଛି ଲଣ୍ଡନ ଲଣ୍ଡନରେ ହେଲା ତ ଏଇ ଦ୍ୱିତୀୟ ଗୋଲଟେବୁଲ ବୈଠକରେ କିସ କହିଲେ ଗାନ୍ଧିଜୀଙ୍କୁ ଅର୍ଦ୍ଧନଗ୍ନ ଫକୀର ହେଲା ମାନେ ହଉଛି ଡ୍ରେସ ଫ୍ରେସ ଗାନ୍ଧିଜୀ ଜାଣିଛ ୱିନଷ୍ଟନ ଚର୍ଚିଲ କହିଥିଲେ ହେଲା ତ ଏଇଟା ହଉଛି ଗାନ୍ଧିଜୀ ହଉଛି ଇଏ ହେଇଥିଲା ସରି 1932 ଲେଖିଥିଲେ 1931 ଚାଲିଥିଲା ନା 1931 ହେଲା ଡିସେମ୍ବର 31 ରେ ଗାନ୍ଧିଜୀ ହଉଛି ଗୋଲଟେବୁଲ ବୈଠକରେ ଯୋଗ ଦେଇଥିଲେ ତାପରେ ହଉଛି ଗାନ୍ଧିଜୀ ଲଣ୍ଡନ ଯାଇଥିଲେ ହେଲା ଏଟା ସତ ତାପରେ ଯିବା ତାପରେ ହଉଛି ଯେତେବେଳେ ହଉଛି ଆମର ହଉଛି କିସ ହେଲା ତ କିସ ଗାନ୍ଧିଜୀ ହଉଛି ଏଠି ହଉଛି ରାଗିଗଲେ କଣ ପାଇଁ ରାଗିଗଲେ ଭାରତକୁ ହଉଛି ଅଲଗା ମାନେ ଖଣ୍ଡ ବିଖଣ୍ଡିତ କରିବା ଯେତେବେଳେ ଜାଣିଲେ ହେଲା ଗାନ୍ଧିଜୀ ରାଗିଗଲେ ତାପରେ ହଉଛି 1931 ଡିସେମ୍ବର 28 ରେ ଭାରତକୁ ଫେରିଲେ 28 ଭାରତକୁ ଫେରିଲେ କିଏ ଗାନ୍ଧିଜୀ ବୁଝିଲ ଦ୍ୱିତୀୟ ଗୋଲଟେବୁଲ ବୈଠକ ସରିଲା ବୁଝିପାରିଲ ଧମକେଇଥିଲେ ଆମର ହଉଛି
ପଞ୍ଚମ ଜର୍ଜ ସମ୍ରାଟ ପଞ୍ଚମ ଜର୍ଜ କିସ କହିଥିଲେ ଗାନ୍ଧିଜୀଙ୍କୁ ଆପଣ ଭାରତକୁ ମେସିନ ଗନ୍ ଆଉ ହଉଛି ଇଆର ବୋମାରେ ଉଡେଇ ଦେବୁ ତ ଗାନ୍ଧିଜୀ କହିଲେ ହଉଛି ଆପଣଙ୍କର ମେସିନ ଗନ୍ ଆଉ ହଉଛି ବୋମା ଆମର ଭାରତୀୟ ଅଙ୍ଗରେ ପାଣି ଫୋଟକା କରି हिस्ट्री पढ़ी पढ़ी बोल रहा